ମିସ୍ଅଣ୍ଡରଷ୍ଟାଣ୍ଡିଂ ଯେମିତି ସ୍ମଲ୍ ଫ୍ରାକ୍ଚର, କିନ୍ତୁ ମୋର ହୃଦୟରେ ସେହି କ୍ରାକ୍ ଆଫ୍ଟର ସକ୍ ପରି ବାରମ୍ବାର ଧ୍ୱନି ଉଠୁଥିଲା। ନା ଆସୁଥିଲା ରିପ୍ଲାଏ, ନା ଯାଉଥିଲା ମେସେଜ। ମୁଁ ଭାବିଥିଲି ସେ ବୋଧେ ଅପରେସନ୍ ଥିଏଟରରେ ବିଜି, ଆଉ ସେ ଭାବୁଥିଲେ ମୁଁ ବୋଧେ ରିସର୍ଚ୍ଚର ଷ୍ଟ୍ରେସ୍ରେ ତାଙ୍କୁ ଇଗ୍ନୋର କରୁଛି। କମ୍ୟୁନିକେସନର ସେଇ ଛୋଟ ଗ୍ୟାପ୍ ଯେମିତି କଣ୍ଟିନେଣ୍ଟାଲ ଡ୍ରିଫ୍ଟ ସାଜିଥିଲା, ଆସ୍ତେ ଆସ୍ତେ ଅଲଗା ହେବାକୁ ଲାଗିଥିଲେ ଅପୋଜିଟ୍ ସାଇଡ୍ରେ ଥିବା ଦୁଇଟି ମଣିଷ। ମୋର ଆଖିରେ ଆସୁ ଯେମିତି ସାଲାଇନ୍ ଇଣ୍ଟ୍ରୁଜନ୍ ପାଲଟିଥିଲା। ଟେଷ୍ଟ ଥିଲା ସିନା ଲୁଣିଆ, କିନ୍ତୁ ମୂଳରେ ବହୁତ ହୃଦୟ ବିଦାରକ ଦୁଃଖ। ଆଉ ସେ ହଠାତ୍ କହିଲେ, ଏଇ ମୁଁ ବହୁତ ଡରି ଯାଉଛି। ଏଇ କ୍ରାକ୍ ଆମର ଆର୍ଟେରୀରେ କ୍ଲଟ୍ ସୃଷ୍ଟି କରିବନି ତ, ଯାହାଦ୍ୱାରା ପୁରା ସାର୍କୁଲେସନ୍ ବନ୍ଦ ହେଇଯିବ। ଏମିତି ଅଛପା ଅଜଣା ଭିତରେ ନାଇଟ୍ର ମେସେଜ ବକ୍ସ ମଧ୍ୟ ବ୍ଲାଙ୍କ ରହିଲା, ଠିକ୍ ଯେମିତି ଏମ୍ପ୍ଟି ୱାର୍ଡ ବେଡ୍, ଯାହାର ଡାକ୍ତର ମଧ୍ୟ ହେଲ୍ପଲେସ୍ ସାଜିଲେ। କିନ୍ତୁ ମୋ ହୃଦୟ କହୁଥିଲା, ଫଲ୍ଟ ଲାଇନ୍ ଭାଙ୍ଗିଥାଏ ସତ, କିନ୍ତୁ ଟେକ୍ଟୋନିକ୍ ପ୍ଲେଟ୍ ଯେମିତି ପୁଣି ମିଶିଯାଏ, ବୋଧହୁଏ ଆମର ଏଇ ପ୍ରେମ ପୁଣି ମିଶି ଯାଇପାରେ। ସସ୍ପେନ୍ସରେ ରହିଲା ସେ ରାତିର କଥା, ଆଉ ଶେଷରେ ମୁଁ ଭାବିଦେଲି, ଏଇ ସମ୍ପର୍କ କ'ଣ ହେବ? ଏଇ ଫ୍ରାକ୍ଚର ହିଲ୍ ହେବ ନା ପରମାନେଣ୍ଟ ସ୍କାର ପଡ଼ିଯିବ?